କାହାଣୀ ଅବଲୋକରା କଥା। ଭୂତ କୋଠରୀରେ ଅବଲୋକରା। ବହୁ ତୀର୍ଥ ଆଉ ବହୁ ଦେଶ ବୁଲିବାକୁ ପ୍ରାୟ ଗୋଟିଏ ବରଷ ଲାଗିଥିଲା ପଣ୍ଡିତ ଆଉ ସେବାକାରୀ ଅବଲୋକରାକୁ। ବିଶେଷ କରି ସେତେବେଳେ ଯାନବାହନ ଓ ରାସ୍ତାଘାଟର ସମ୍ପ୍ରସାରଣ ନଥିବାରୁ ବହୁ ବିପଦ ସଂକୁଳ ପଥକୁ ପାଦରେ ଠେଲି ଜୀବନ ମରଣ ସଂଗ୍ରାମ ଦ୍ୱାରା କେହି କେହି ଦେଶ ପରିଭ୍ରମଣ କରୁଥିଲେ। ଗ୍ରୀଷ୍ମକାଳ ପ୍ରାୟ ଅତିକ୍ରମ ହୋଇଗଲା ଦ୍ୱାରିକା, ବଦ୍ରିନାରାୟଣ, ହିମାଳୟ ପାଦଭୂମିରେ। ବର୍ଷା ଆରମ୍ଭରେ ପଣ୍ଡିତେ କାଶ୍ମୀରଠାରେ ପହଞ୍ଚି ଯାଇଥିଲେ। କାଶ୍ମୀର ସହରର ରାଜଧାନୀ ବନଗିରି ଅତି ସୁରମ୍ୟ ଓ ସୌନ୍ଦର୍ଯ୍ୟର ପ୍ରକୃତ ଗନ୍ତାଘର। ସୁସ୍ୱାଦୁ ଫଳମୂଳ ମଧ୍ୟ ପ୍ରଚୁର ମିଳିଯାଉଥାଏ ସେଠାରେ। ଅବଲୋକରା ଓ ପଣ୍ଡିତଙ୍କର ଦେହ ମନ ଖୁବ୍ ବଦଳିଗଲା। ସ୍ୱାସ୍ଥ୍ୟର ସୌନ୍ଦର୍ଯ୍ୟ ମଧ୍ୟ ପରିବର୍ତ୍ତନ ହୋଇଥିଲା। ସେଦିନ ବର୍ଷା ଲାଗି ରହିଥିଲା। ଯିବା ବାଟରେ ଜଙ୍ଗଲଟି ମଝିରେ ଗୋଟିଏ ପୁରୁଣା କାଳିଆ କୋଠାଘର ଦେଖି ବାରଣ୍ଡା ଉପରକୁ ଚାଲିଗଲେ। କୋଠାର କବାଟ ଝରକା ଖୋଲା। କେତେ କାଳରୁ କାଠ କି ଧାତୁର ଦରଜା ଭାଙ୍ଗି ନଷ୍ଟ ହୋଇଯାଇଛି। ହେଲେ ସୁନ୍ଦର କୋଠାରେ ଗଢ଼ଣ ଓ ଭିତର ବେଶ୍ ପରିଷ୍କାର ରହିଛି। ସତେ ଯେପରି ଲୋକ ଚଳାଚଳ ହେଲା ପରି ମନେ ହେଉଥିଲା। ପଣ୍ଡିତଙ୍କୁ ଆଗତ ଭବିଷ୍ୟତ ଜଣାଥିଲା। ତଥାପି ଜଙ୍ଗଲ ମଧ୍ୟରେ ଅନ୍ୟ ଉପାୟ ନ ପାଇ ଅବଲୋକରାକୁ ଗଣ୍ଠିଲି ପତ୍ର ରଖିବାକୁ ସେଠାରେ କହିଲେ। ପାଖରେ ପଥର ପୋଖରୀଟିଏ ଖୋଲା ରଖିଥିବାର ଦେଖିଲେ। ରାତିଟି ସେଇଠାରେ ରହିବାକୁ ସ୍ଥିର କରି ପଣ୍ଡିତେ ଗଲେ ନିତ୍ୟକର୍ମ ସାରିବାକୁ। କିଛି କାଳ ଯୋଗାଡ଼ ଲାଗି ଅବଲୋକରାକୁ କହିଲେ ପଣ୍ଡିତେ। ନିକଟ ବଣର ଶୁଖିଲା ଡାଳ ଭାଙ୍ଗୁଥିଲା ବେଳେ ସେ ଦେଖିଲା ଗୋଟିଏ ସୁନ୍ଦରୀ ଝିଅ ଠିଆ ହୋଇ ଏକ ଲୟରେ ତାକୁ ନିର୍ଜନ ବଣରେ ରାଜକନ୍ୟା ପରି ଝିଅଟିଏ ଜାଣିବାକୁ ଅବଲୋକରା ଟିକିଏ ଆଗକୁ ଗଲା। ଝିଅଟିଏ ହସି ଦେଇ ସେ ପୁରୁଣା କୋଠାଘର ଆଡ଼କୁ ପଳାଇଗଲା। ଅବଲୋକରା ଭାବିଲା, ଝିଅ ପିଲାଟା ହୁଏତ ଲାଜ କରି ପଳାଇଗଲା। ନିକଟରେ କେହି ବଡ଼ ଲୋକ ରହୁଛନ୍ତି କି କ'ଣ? ସେ ଭୟ ନ କରି କାଠଗୋଛା ଧରି ପଣ୍ଡିତଙ୍କ ପାଖକୁ ଆସି ଝିଅଟି କଥା କହିଲା। ପଣ୍ଡିତେ ଟିକିଏ ଗମ୍ଭୀର ହୋଇ କହିଲେ, ଆରେ ଆମେ ଯିମିତି ଏଠି ଆଶ୍ରୟ ନେଇଛେ, ଅନ୍ୟ କିଏ ବନବିହାରକୁ ଆସିଥିବେ? ସବୁ କଥା ଭିତରେ ମୁଣ୍ଡ ପୁରାଇଲେ କ'ଣ ଚଳି ହେବ? ରାତି ପାହୁ କାଲି ଦେଖିବା ନିକଟରେ କିଏ ଅଛନ୍ତି। ଏ କଥା ଉପରେ ଅବଲୋକରା ବେଶୀ ଗୁରୁତ୍ୱ ଆଉ ଦେଇନାହିଁ। ପଣ୍ଡିତେ ରୋଷେଇ କରୁ କରୁ ଶ୍ରୀରାମଚନ୍ଦ୍ର ବନବାସ ଆଉ ଶୂର୍ପଣଖାର ନାଶଛେଦନ କଥା କହୁ କହୁ ସମୟ କଟାଇ ଦେଲେ। ଖାଇ ପିଇ ପଣ୍ଡିତେ ମନ୍ତ୍ର ପାଠ କରି ବାରଣ୍ଡା ଉପର ପଥର ଚଟାଣ ଉପରେ କମ୍ବଳ ବିଛାଇ ଶୋଇଲେ। ଅବଲୋକରା ଘର ଭିତରଟି ସୁନ୍ଦର ଓ ନିରାପଦ ଦେଖି ତାର ସପ ଖଣ୍ଡିକ ବିଛାଇ ଶୋଇପଡ଼ିଲା। କିଛି ସମୟ ପରେ ପାଖ ଘରେ କୌଣସି ଝିଅ ବୋହୂଙ୍କର ନୂପୁର ଧ୍ୱନି ଶୁଭିଲା ପରି ମନେ ହେଲା। ପଣ୍ଡିତେ ନିଦରେ ଶୋଇ ଗଲେଣି। ଅବଲୋକରାର ନିଦ ଭାଙ୍ଗିଗଲା। ସେ ସାହସ କରି ବିଛଣାରୁ ଉଠି ପାଖ ଘରକୁ ଆସ୍ତେ ଆସ୍ତେ ପାଦ ପକାଇ ଆଗେଇଲା। ପାଖ ଘର ଖୁବ୍ ପରିଷ୍କାର, ମୂଲ୍ୟବାନ ସାଜସଜ୍ଜା ହୋଇଛି। ଅନ୍ୟ ଦିଗକୁ ତାର ଦ୍ୱାର ରହିଛି। ରତ୍ନ ପଲଙ୍କ ଉପରେ ଅପୂର୍ବ ସୁନ୍ଦରୀ କନ୍ୟାଟିଏ ବସିଛି ହସ ହସ ମୁହଁରେ। ପାଖରେ ଦୁଇ ଚାରି ଜଣ ସମବୟସୀ ସୁନ୍ଦରୀ ଝିଅ। ସେ ଝିଅମାନେ ସେବିକା ହେଲେ ମଧ୍ୟ ଷୋଳଶୀ ସୁନ୍ଦରୀ, ଅର୍ଦ୍ଧନଗ୍ନ ପୋଷାକ, ଝିଲିମିଲି ରାଜକୀୟ ଘାଘରା, ତଳିପେଟଠାରୁ ଆଣ୍ଠୁ ତଳକୁ, ତଳିପେଟଠାରୁ ଛାତି ଯାଏ ଖାଲି। ମାତ୍ର ରତ୍ନକାଞ୍ଚିଲା ସୁନ୍ଦର ଭାବରେ କୋମଳ ବକ୍ଷୋଜକୁ ଲୋଭନୀୟ କରି ଢାଙ୍କି ରହିଛି। ସ୍ୱର୍ଗ ଅପସରୀ ପରି ଦେଖାଯାଉଛନ୍ତି। ପଲଙ୍କ ଉପରେ ବସି ରହିଥିବା ସୁନ୍ଦରୀ ତରୁଣୀ ସେମାନଙ୍କଠାରୁ କୋଟି ଗୁଣରେ ସୁନ୍ଦରୀ। ଚମ୍ପା କଢ଼ ପରି ଦେହରେ ରଙ୍ଗ, ବହୁମୂଲ୍ୟ ଅଳଙ୍କାର ଦେହରେ, ତାର ମଧ୍ୟ ସେହିପରି ଅର୍ଦ୍ଧନଗ୍ନ ବେଶ। ଚାହିଁବା ମାତ୍ରେ ଯେ କୌଣସି ପୁରୁଷ ମୋହିତ ହୋଇଯିବ। କୋଟି କନ୍ଦର୍ପର ଶୋଭା। ଅବଲୋକରା ସହଜେ ତ ଯୁବକ, ଗରିବ ହେଲେ ବି ସେ ପୁରୁଷ। ଏହି ଅପୂର୍ବ ଶୋଭା ସମ୍ଭାର ଦେଖି ସେ
ନେଇ ମୋହିତ ହୋଇ ପଡ଼ିଗଲାଣି। ଅବରକରାକୁ ଦେଖି ଚାରିଜଣ ସୁନ୍ଦରୀ ତରୁଣୀ ଯେପରି ବହୁ ଆଗରୁ ଚିହ୍ନିଲା ପରି ହସି ହସି ପାଖକୁ ଆସି ତାକୁ ଧରିନେଲେ। ଆଉ ସମାଦରରେ ନେଇ ପଲଙ୍କ ଉପରେ ବସାଇ ହସ ଖୁସି ହେଲେ। ସୁମିଷ୍ଟ ଖାଦ୍ୟ ଆଣି ଖୋଇଲେ। ବହୁ ମୂଲ୍ୟ ପୋଷାକ ଆଣି ହାତରେ ପିନ୍ଧାଇ ରାଜପୁଅ ପରି ସଜାଇ ଦେଲେ। ସେମାନଙ୍କ ହାତରେ କୋମଳ ପରଶରେ ଯେପରି ସ୍ୱପ୍ନ ଦେଖିଲା ପରି ମନେ ହେଲା ଅବରକରାକୁ। ସେ ଆଉ ପ୍ରତିବାଦ କରିଲା ବୋଲି ସାହସ କରିପାରୁନଥିଲା। ଅବରକରାକୁ ସୁବେଶ କରାଇବା ପରେ ପ୍ରଧାନ ସୁନ୍ଦରୀ ରାଜକନ୍ୟା ପରି ତରୁଣୀଟି ଲାଜ ଲାଜ ହୋଇ ପଲଙ୍କରୁ ଓହ୍ଲାଇ ପାଖରେ ଠିଆ ହେଲା। ଦେହରେ ଝିଲିମିଲି ପୋଷାକକୁ ସଖୀମାନେ ଖୋଲି ଦେଇ ଖାଲି ଦେହ କରିଦେଲେ। ମୋହିନୀ ପରି ଦେଖାଗଲା। ତାପରେ ତାକୁ ନେଇ ପୁରୁଷ କୋଳରେ ବସାଇ ଦେଲେ। ଏହାପରେ ଦେଖାଗଲା ସମସ୍ତେ ପୋଷାକ ଖୋଲି ନେଇଛନ୍ତି। ପାଞ୍ଚ ନବ ଯୁବତୀ ଉଲଗ୍ନ ହୋଇ କାମଶକ୍ତ ଭାବରେ ଅବରକରାକୁ ଘେରି ମିଠା କଥା ଆଉ ମଧୁର ଆଳାପ କରି ତାକୁ ମୋହିତ କରିବାକୁ ଲାଗିଲେ। ପ୍ରଧାନ ତରୁଣୀ ପ୍ରେମିକା ପରି ଆଲିଙ୍ଗନ କରି କୋଳରେ ବସାନ୍ତେ ଯେଉଁ ପୋଷାକ ପିନ୍ଧାଇଥିଲେ ତାହା ଝିଅମାନେ ଖୋଲି ନେଇ ରଖିଦେଲେ। ଆପଣାର ପ୍ରେମିକା ପରି ଯୁବତୀ କନ୍ୟାଟି ହସ ଖୁସିରେ ମନ ଭରି ବିହାର କଲା। ଅବରକରା କିଛି ଜାଣିପାରୁ ନଥାଏ। ସେ ଜୀବନରେ ପ୍ରଥମ କରି ଏପରି ସୁଖ ପାଇ ସବୁ କିଛି ଭୁଲିଗଲାଣି। ଅନେକ ସମୟ କେଳି କୌତୁକ ପରେ ସୁନ୍ଦରୀ ଝିଅ ଅବଶ ହୋଇ ପଲଙ୍କ ଉପରେ ଶୋଇ ପଡ଼ିଲାରୁ ବାକି ଚାରିଜଣ ଝିଅ ପାଖକୁ ଆସି ଘେରିଗଲେ। ସେମାନେ ମଧ୍ୟ ପ୍ରେମିକ ପରି ଜଣେ ପରେ ଜଣେ କେଳି କୌତୁକ କଲେ। ଏମିତି ଭାବରେ ପ୍ରାୟ ଅବରକରା ଅବଶ ଦୁର୍ବଳ ହୋଇ ପଡ଼ିଥିଲା। ଯୁବତୀମାନେ ତାକୁ ପୂର୍ବ ବିଛଣାରେ ନେଇ ଶୁଆଇ ଦେଇ ଝିଲିମିଲି ହସି ତାଙ୍କ ଘରକୁ ପଶିଗଲେ। ସାରା ରାତି ଏହି ଲୀଳାରେ ଅତି ଦୁର୍ବଳ ଆଉ ଖୁବ୍ କ୍ଳାନ୍ତ ହୋଇ ପଡ଼ିଥିଲା ବିଚରା ଅବରକରା। ଦିନ ଦୁଇ ଘଡ଼ି ଯାଏ ମଲା ପରି ବିଛଣାରେ ଲଙ୍ଗଳା ମୁକୁଳା ହୋଇ ଗଡ଼ୁଥାଏ। ପଣ୍ଡିତେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ଗଣ୍ଠିଲି ପୁଟୁଳା ସଜାଡ଼ି ଅବରକରାକୁ ଡାକିବାକୁ ଯାଇ ତାର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହେଲେ। ହଲାର ଡାକିବାରୁ ସେ ଉଠି ବସି ନିଜର ଲୁଗାପଟା ସଜାଡ଼ି ଚାହିଁଲା ପାଖ ଘରକୁ। ଆଉ ନିଜକୁ ଚାହିଁ ଦେଖିଲା ତା ଦେହରେ ମୂଲ୍ୟବାନ ପୋଷାକ ନାହିଁ। ମୁଣ୍ଡ ପାଖରେ କିଛି ସୁନା ମୋହର ଗୁଡ଼ା ହୋଇଛି। ପଣ୍ଡିତେ ଆଶ୍ଚର୍ଯ୍ୟ ହୋଇ କହିଲେ, କିରେ ଉଠିବୁ ନାହିଁ କି? ଖରା ପଡ଼ିଲାଣି। ଆଜି ଅନେକ ବାଟ ବୁଲିବାକୁ ଅଛି। କଥା କ'ଣ? ଏ ସୁନା ମୋହର ଏତେ କେଉଁଠୁ ପାଇଲୁ? ବୋକା ପରି ଅବରକରା ଏଣିକି ତେଣିକି ଚାହିଁ ବିରକ୍ତ ହୋଇ କହିଲା, ଯାଅ ହେ ଗୋସାଇଁ, ମୁଁ ତ ରାତିରେ ଏଠାରେ ରଜା ହୋଇଯାଇଥିଲି। ତମେ ମୋତେ ଉଠାଇ ସବୁ ଭଣ୍ଡୁର କରିଦେଲ। ପଣ୍ଡିତେ ହସିଲେ। ଅବରକରା ପାଖରୁ ସବୁ କଥା ଶୁଣି କର୍ଣ୍ଣ ପିଶାଚୀ ମନ୍ତ୍ର ପଢ଼ି କିଛି ସମୟ ସେଇଠି ନୀରବରେ ବସିଗଲେ। ହୁଏତ ଅଦୃଶ୍ୟରେ କର୍ଣ୍ଣ ପିଶାଚ ପଣ୍ଡିତଙ୍କୁ ଏହି ଘଟଣାର କଥା କହିଗଲା। ପଣ୍ଡିତେ ହସି ହସି କହିଲେ, ଭୟ କର ନାହିଁରେ ଅବରକରା। ତୋ ଜୀବନରେ ନୂଆ ଖୋଜଟିଏ ଶିଖିଗଲୁ। ସୁନା ମୋହରକୁ ସାଇତି ପେଡ଼ିରେ ବାନ୍ଧି ରଖେ। ତୀର୍ଥରୁ ଫେରି ମୁଁ ଭଲ ଘର କିଛି ଧାନ ଜମି କରିଦେଇ ବାହାସାହା କରାଇଦେବି। ଖୁସିରେ ବସି ଖାଇବୁ। ଏହା ତୋର ପରିଶ୍ରମ ଆଉ ବୁଢ଼ା ବ୍ରାହ୍ମଣକୁ ସେବା କରି ତୀର୍ଥ କରିବାର ଫଳ। ଅବରକରା କହିଲା, ଗୋସାଇଁ, ଏଇଟା କ'ଣ ଭୂତ କୋଠି କି? ଏ ଯେଉଁ ଘଟଣା ଘଟିଲା ତାର ସତ କଥା କର ବୁଝାଇ କୁହନ୍ତୁ। ପଣ୍ଡିତେ କହିଲେ, ଭୟ ନାହିଁ। ଏଇଟା ଠିକ୍ ଭୂତ କୋଠି ନୁହେଁ। ରାଜାଙ୍କ ବିଳାସ କୋଠି ଥିଲା। ଏଠାରେ ଉପବନ ଥିଲା। ଧନକୋଠି ବି ରହିଛି। ରଜା ଝିଅ ତାର ସଖୀମାନଙ୍କୁ ନେଇ ଏଠାରେ ବିହାର କରେ ତାର ପ୍ରେମିକ ଗନ୍ଧର୍ବ ସାଙ୍ଗରେ। ଶତ୍ରୁ ଆକ୍ରମଣରେ ରାଜ୍ୟ ଗଲା, ଆଉ ରାଜକୁମାରୀକୁ ଶତ୍ରୁମାନେ ମାରିଦେଲେ। ବହୁ କାଳ ହେଲାଣି ରାଜ୍ୟ ନାହିଁ, ବନଭୂମି ହୋଇଗଲାଣି। ଗନ୍ଧର୍ବ ଏଠାକୁ ଆସିଥିବାରୁ କୋଠିଟି ରହିଛି। ଲୋକେ ଭୟ କରନ୍ତି, ହେଲେ ରାଜକନ୍ୟାର ପ୍ରେତାତ୍ମା ସଖୀମାନଙ୍କୁ ନେଇ ଭୟ କରନ୍ତି। ହେଲେ ରାଜକନ୍ୟାର ପ୍ରେତାତ୍ମା ସଖୀମାନଙ୍କୁ ନେଇ କାଳ କାଳ ଧରି ଅପେକ୍ଷା କରୁଛି। ପ୍ରେମିକକୁ ବାହନ ହୋଇଥିବାରୁ କୌଣସି ଯୁବକକୁ ପାଇଲେ ସେ ରୂପ ଧରେ। ଅନେକ କୁହୁକ ବିଦ୍ୟା
ଶିଖିଛି, ଅନିଷ୍ଟ କରେ ନାହିଁ। ସେ ଉପଭୋଗ କରି ଖୁସି ହେଲେ ଯୁବକକୁ ଉପହାର କିଛି ଦିଏ। ଅବରକରା ଭୟରେ ଥରି ଥରି କହିଲା, ହେ ଭଗବାନ, ମୋତେ ତ ତାହେଲେ ପ୍ରେତ ଖାଇଲା। ଚାଲ ଚାଲ ଏଠାରୁ ଛାଡ଼ି ପଳେଇଯିବା। ପଣ୍ଡିତେ ହସି ହସି କହିଲେ, ଅବରକରାରେ ଶୁଣ ମୋ କଥା, କର ନାହିଁ ଆଉ ପ୍ରେତର ଚିନ୍ତା। ନକରେ ଅନିଷ୍ଟ ରାଜକୁମାରୀ, ମୋହର ଦେଇଛି ସେ ମନ ଭାରି ଭରି। ଅଧିକ ରହିବା ନୁହେଁ ଉଚିତ, ବେଗି କାମ ସାରି ଯିବା ତ୍ୱରିତ। ଭାଗ୍ୟର ପ୍ରସନ୍ନ ହେଲାଣି ତୋର, ସୁଖରେ କରିବୁ ଏଣିକି ଘର। ମୋ ସେବାରେ କେତେକ ଧର୍ମ ବଢ଼ଇ ଜାଣିବୁ ନୁହେଁ ଚଞ୍ଚଳ। ହେଲେଣି ରେ ଭାଗ୍ୟ ଦେବୀ ପ୍ରସନ୍ନ, ଅବରକରାରେ ବୋଲ ତୁ ମାନ।